ତମେ ନାଚିଦବ ସେ ଯୋଉ ହାଡି ହାଡିଆଣି ଯେମିତି ନାଚୁଥିଲେ। ଆରେ ପୁଅ ସେଇଟା କଣ କରୁଛୁ? ଗୁଲୁ ତଳେ ସେଟା କଣ ଲେଖା ହେଇଛି? କଣ ସେଟା କରୁଛୁ? ସେ ଷ୍ଟାଇଲ ଟା କଣ? ଓ ତୁ କରୁଛୁ ଦାସ ଆଉ ପାହାଡ, ଆଉ ସେ କରୁଛି ଷ୍ଟାର ଟା କିଏ କରୁଛି? ପାହାଡ କରୁଛି କି? ଆମେ ଯୋଉ ସେଇଟା କଣ ବାହାରୁଛି? ପାହାଡରୁ ସେଟା ଲାଞ୍ଜ ତାର ଗୋଟେ ଗୋଟେ ବାହାରୁଛି। ହଁ, ତମ ସୂର୍ଯ୍ୟ ତ ଅଛି। ସୂର୍ଯ୍ୟ ପରାଗ ଲାଗି ଯାଇଛି ତାର। ସୂର୍ଯ୍ୟଟା ପରାଗ ଲାଗିଛି। ପରେ ସବୁ ପୋଚି ଢାଳି ଦେଲାଣି ସବୁ। ଚାରିଆଡେ ଚାରିଆଡେ ହେଇଗଲା। ଗୁଲୁ ଟା ଖାଲି ଠିକ ସେ ଲେଖା ହେଇଛି। ପିଆଜ ପୋଡିଗଲାଣି ଲୁଚି। ପିଆଜ ଟା ଯେବେ ନାଲି ହେଇସାରିଲା ପରେ ଆପଣ ମାନେ ପକେଇଦେବେ। ଇଏ ରୋଷେଇ ଫାଷ୍ଟ ଟାଇମ ଜଣା ପଡିଗଲା। ନା ନା କଣ କୋଉ ଆଙ୍ଗେଲ ଜଣା ପଡୁଛି କହିଲେ? ତ ମାମା ଭଲ ରୋଷେଇ କରେ ବୋଲି ସେ ତ ଫପଡା ଫପଡି କରିସାରିଲେଣି। କଣ ଭଲ ରୋଷେଇ କରେ? ଏଇ ରହ ପାଟିକନି। ଏଇଠି କଳେଇ କାଣ୍ଡି ଭାଇ ଭଉଣୀ ଦି ଜଣ ଯାକ ଏତେ କଳି ଲାଗୁଛନ୍ତି କହିବା କଥା ନାହିଁ। ଏଇ ଲୋ ମା ତ ମସଲା ପଡିଯିବ। ଫାଷ୍ଟ ଟାଇମ କରା ହଉଛି ମଟର ଆଳୁ ତରକାରୀ। ସେ ପୁଣି ଲିକି ମସଲା ଟା ଟିକେ ଭଲସେ କଷିଦେବେ। କଷି କଷା ସରିଲା ପରେ ମଟରକୁ ଆଉ ଆଳୁକୁ ପକେଇଦେବେ ଆଉ। ମୁଁ କରୁଛି ଆଜ୍ଞା, ମୁଁ କରୁଛି। ଇଏ କରୁଛନ୍ତି ଆଜ୍ଞା, ଇଏ କରୁଛନ୍ତି। ଓ ତାଙ୍କୁ ଟିକେ ଖରାପ ଲାଗିଲା ଆକ୍ଚୁଆଲି। ସେ କହିଲେ ନା ଯେ ସମସ୍ତେ କରୁଛନ୍ତି। ପିଇବୁ ଜୁସଟା? ହଁ ପି। ହଁ ଯା କହିଲେ ସେ ସମସ୍ତେ ମୋ ପାଇଁ, ମୋ ମାନିବା ପାଇଁ ସମସ୍ତେ କଲେ, ଆଉ ମୁଁ ଟିକେ ଯଦି ନ କରିବି ତାକୁ ଟିକେ ଖରାପ ଲାଗିବ। ହେଇଲୋ ମଟର ଆଳୁ ତରକାରୀ, ହେଇଲୋ ମଟର ଆଳୁ ତରକାରୀ। କାହିଁକି ମଟର ଭିଜଉନ? ଜଗତରେ ଆଉ ଗୋଟେ